ଜାତୀୟ ପତାକାକୁ ଅସମ୍ମାନ। ହଁ ଆଜ୍ଞା, ଜାନୁଆରୀ 26 ତାରିଖ ଗତକାଲି ଜାତୀୟ ପତାକା ଉତ୍ତୋଳନ ତଥା ପାଳନ କରିବା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଜାକଜମକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। କିନ୍ତୁ ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ବ୍ଲକ ସୋମଣା ଶାସନ ଗ୍ରାମ ପଞ୍ଚାୟତରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଦେଖିବାକୁ ମିଳିଛି। 26 ସକାଳୁ ଜାତୀୟ ପତାକା ଉତ୍ତୋଳନ କରାଯାଇ ସନ୍ଧ୍ୟା ସମୟରେ ଜାତୀୟ ପତାକାକୁ ସମ୍ମାନ ସହକାରେ ଅବତରଣ କରାଯାଏ ଏବଂ ଏହାକୁ ଯତ୍ନ ସହକାରେ ରଖାଯାଇଥାଏ। କିନ୍ତୁ ବାଲିପାଟଣା ବ୍ଲକ ସୋମଣା ଶାସନ ଗ୍ରାମ ପଞ୍ଚାୟତ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। 27 ତାରିଖ ଦିନ 12ଟା ପର୍ଯ୍ୟନ୍ତ ଜାତୀୟ ପତାକା ସେମିତି ଉଡ଼ିଥିଲା ଏବଂ ତାଙ୍କର ଯେଉଁ ପଞ୍ଚାୟତ ସମ୍ମୁଖରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜନପ୍ରତିନିଧି ଜାତୀୟ ପତାକାକୁ 26 ତାରିଖ ଦିନ ସନ୍ଧ୍ୟା ସମୟରେ କାଢ଼ି ନଥିଲେ ଏବଂ ଏହି ଜାତୀୟ ପତାକା ସେମିତି ରାଶିସାରା ତଥା 27 ତାରିଖ ଦିନ 12ଟା ପର୍ଯ୍ୟନ୍ତ ସେମିତି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟ ଏ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଖବର ଦେଇଥିଲେ। ଜୟଦେବ ନ୍ୟୁଜ୍ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଏବଂ ଖବର ପାଇବା ପରେ ସ୍ଥାନୀୟ ଜନସାଧାରଣ ଏବଂ ପଞ୍ଚାୟତ ଅଧିକାରୀ ଉକ୍ତ ପତାକାକୁ କାଢ଼ି ନେଇଥିବା ଦେଖିବାକୁ ମିଳିଥିଲା। ଏଥିରୁ ଗୋଟେ କଥା ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି କେଉଁଠି ନା କେଉଁଠି ସ୍ଥାନୀୟ ବ୍ଲକ ପ୍ରଶାସନ ତଥା ପଞ୍ଚାୟତ ଅଧିକାରୀ ଏବଂ ଜନପ୍ରତିନିଧି ଖୋଲାଖୋଲି ଭାବରେ ଜାତୀୟ ପତାକାକୁ ଅସମ୍ମାନ। ଆମେ ପ୍ରଶାସନକୁ ଅନୁରୋଧ କରିବୁ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ସ୍ଥାନୀୟ ଜନପ୍ରତିନିଧି ତଥା ପିଓଙ୍କ ବିରୁଦ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଏବଂ ଏହାର ସତ୍ୟାସତ୍ୟ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ମଧ୍ୟ ଦାବି କରିଛନ୍ତି।